ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପଞ୍ଚରାଷ୍ଟ୍ର ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400ଟି ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେର ଓସ୍ଲୋଠାରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ନରୱେ ଗସ୍ତ। 2 ଦିନିଆ ସ୍ୱିଡେନ୍ ଗସ୍ତ ଶେଷ କରି ଶ୍ରୀ ମୋଦି ନରୱେ ଗସ୍ତରେ ଯାଇଛନ୍ତି। 43 ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ରାଜା ହେରାଲ୍ଡ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ନୋର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନଲାଣ୍ଡ, ଆଇସଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ ଏବଂ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ଲାଗି ଆଶା କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସ୍ୱିଡେନ୍ ଗସ୍ତ ବେଶ୍ ସଫଳ ହୋଇଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଏହା ଅଧିକ ତ୍ୱରାନ୍ୱିତ କରିବ। ମିଳିତ ନବସୃଜନ ସହଭାଗିତାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଭାରତ ସ୍ୱିଡେନ୍ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତ୍ତା କରିଡରଠାରୁ ଆରମ୍ଭ କରି ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ ମେଡ୍ ୱିଥ୍ ସ୍ୱିଡେନ୍ ପଦକ୍ଷେପ ଅଧୀନରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ତଥା ଉତ୍ପାଦନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଭବିଷ୍ୟତ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଥିବା ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର ଅଫ୍ ଦି ପୋଲାର ଷ୍ଟାର ପ୍ରଦାନ କରାଯାଇଛି। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400ଟି ଆଧୁନିକ ବାହନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିଛନ୍ତି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ରାଜ୍ୟ ବିଧାନସଭା ବାଚସ୍ପତି ରମଣ ସିଂ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଛତିଶଗଡ଼ର ସମସ୍ତ 33ଟି ଯାକ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ପୂର୍ବରୁ ଏହା 16ଟି ଜିଲ୍ଲାରେ ସୀମିତ ରହିଥିଲା। କାର୍ଯ୍ୟକ୍ରମ ପରେ ଶ୍ରୀ ଶାହା ବସ୍ତର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ନେତାନାର ଗ୍ରାମରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ କ୍ୟାମ୍ପ ପରିସରରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ଶାହା ଜଗଦଲପୁରରେ ପହଞ୍ଚି ଅମରବାଟିକାଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜଗଦଲପୁରର ବାଦଲ ଏକାଡେମୀଠାରେ ଶହୀଦଙ୍କ ପରିବାର ସଦସ୍ୟ, ସୁରକ୍ଷାକର୍ମୀ ଏବଂ ନକ୍ସଲ ହିଂସାରେ ପ୍ରଭାବିତ ଲୋକ ଓ ସ୍ଥାନୀୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଶ୍ରୀ ଶାହା ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ବସ୍ତର କେ ସଂଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ଯୋଗଦେବେ। ଛତିଶଗଡ଼ ଅବସରରେ ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଗଣ ଯୋଗଦେବେ। କଂଗ୍ରେସର ବରିଷ୍ଠ ନେତା ଭିଡି ସତୀଶଙ୍କ ନେତୃତ୍ୱରେ ନବଗଠିତ କେରଳମ୍ର 21 ଜଣିଆ ମନ୍ତ୍ରିମଣ୍ଡଳ ଆଜି ତିରୁବନନ୍ତପୁରମ୍ଠାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସତୀଶଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନିଥାଲ୍, ସୋନି ଜୋସେଫ୍, କେ ମୁରଲୀଧରନ୍ ଏବଂ ଆଇୟୁଏମ୍ଏଲ୍ ନେତା ପିକେ କୁହ୍ନାଲିକୁଟ୍ଟି ପ୍ରମୁଖ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସତୀଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର କେରଳମ୍ରେ ନବଗଠିତ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଭିଏତନାମ ଓ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି।
ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇ ଏସୀୟ ରାଷ୍ଟ୍ରକୁ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ରଣନୈତିକ ସାମରିକ ସହଯୋଗ, ପ୍ରତିରକ୍ଷା ଶିଳ୍ପ ସହଭାଗିତା, ସାମୁଦ୍ରିକ ସହଯୋଗକୁ ଅଧିକ ବ୍ୟାପକ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମତ ବିନିମୟ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 9 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ 2 ଜଣ ମହିଳାଙ୍କ ସମେତ 10 ଜଣ ବ୍ୟକ୍ତି ରହିଥିଲେ। ପିଲିଭିକ୍ ବସ୍ତି ଜାତୀୟ ରାଜପଥର ଅଡଲିସପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଇଛି। ଗ୍ରୁପ୍ ଏ ପଦବୀ ପାଇଁ 41 ବର୍ଷ, ଗ୍ରୁପ୍ ବି ପଦବୀ ପାଇଁ 44 ବର୍ଷ, ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପାଇଁ ସର୍ବାଧିକ ବୟସ ସୀମା 45 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଏଭଳି ବୟସ ସୀମା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟ ଲୋକସେବା ଆୟୋଗ ବ୍ୟତୀତ ସରକାରୀ କର୍ତ୍ତୃତ୍ୱାଧୀନ ପ୍ରତିଷ୍ଠାନ, ସରକାରୀ କମ୍ପାନୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ମଧ୍ୟ ଏହି ନୂତନ ନିୟମାବଳୀ ଲାଗୁ କରାଯିବ। ଗତ 11 ତାରିଖରେ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ବହୁ ବର୍ଷ ଧରି ଚାକିରି ପାଇଁ ଅପେକ୍ଷା କରି ରହିଥିବା ପ୍ରତ୍ୟାଶୀଙ୍କୁ ଏହି ନିଷ୍ପତ୍ତି ଏକ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆମେରିକାର ଇଦାହୋର ମାଉଣ୍ଟେନ୍ସନ୍ ହୋମ୍ ଏୟାରଫୋର୍ସ ଘାଟିରେ ଏକ ଏୟାର ଶୋ ସମୟରେ 2ଟି ଆମେରିକୀୟ ଲଢୁଆ ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଗତକାଲି ସେଠାରେ ଏହି ଏୟାର ଶୋ ବେଳେ ଦୁର୍ଘଟଣାଗ୍ରସ୍ତ EA-18G ଗ୍ଲୋଲର ଲଢୁଆ ବିମାନ 2ଟି ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। 2ଟି ଯାକ ବିମାନର 4 ଜଣ ଯାକ କ୍ରୁ ସଦସ୍ୟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ଟାରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ ଏବଂ ଭାରତୀୟ ଜନଗଣନା କମିଶନର କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ V.A. ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117, 2331-4444, 2331-0481 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିହାରର ସାସାରାମ ରେଳ ଷ୍ଟେସନରେ ଯାତ୍ରୀବାହୀ ବଗିରେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ ସକାଳ 5:30ଟାରେ ଅଗ୍ନିକାଣ୍ଡ ଘଟିଥିଲା। ସାସାରାମ ପାଟନା ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିରୁ ଧୂଆଁ ବାହାରିବା ଚିହ୍ନଟ କରାଯାଇଥିଲା। ପ୍ଲାଟଫର୍ମରେ ଗାଡ଼ିଟିଏ ଠିଆ ହୋଇଥିବାରୁ ଘଟଣା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ। ରେଳବାଇ କହିଛି ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଆଇପିଏଲ୍ କ୍ରିକେଟରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚେନ୍ନାଇର MA ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ 12ଟି ମ୍ୟାଚ୍ରୁ 14 ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗସ୍ 12 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ୱିକେଟ୍ରେ ପରାସ୍ତ କରିବା ପରେ ପ୍ଲେ ଅଫ୍କୁ ଉନ୍ନୀତ ହେବାର ଆଶା ରଖିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗସ୍ 23 ରନ୍ରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400ଟି ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ।
ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।